এটা জগନ୍ନାଥଙ୍କ ଇଚ୍ଛା ହେଲା ଗଢ଼ିଲେନି। ଆଉ ସେଥର କ'ଣ ବଳଭଦ୍ରଙ୍କ ଇଚ୍ଛା ହେଇଥିଲା ଗଳି ପଇଲେ? କହିଲ ଅଣ ସେବାୟତ ଯିବେନି ରଥକୁ, ଗଲେ କେମିତି? ମୋବାଇଲ ଫୋନ୍ ମନା, ଗଲା କେମିତି ଫୋନ୍? ସେ କହୁଛନ୍ତି ଜଗନ୍ନାଥଙ୍କ ଇଚ୍ଛା। ଆଉ ବାବୁ ଜଗନ୍ନାଥଙ୍କ ଇଚ୍ଛାରେ ସେ ନଡ଼ୁ ଚୋରି ହେଇଥିଲା। ତେଣୁ ଯଦି ସବୁ ଜଗନ୍ନାଥଙ୍କ ଇଚ୍ଛା ରହୁଛି, ତମେ ଏ ହଜାର ହଜାର ପାସ୍ କାହିଁକି ବାଣ୍ଟୁଛ? ରାତି ଅଧରେ ଜଗନ୍ନାଥଙ୍କୁ ଟାଣୁଛ, ଲଜ୍ଜା କଥା ନୁହଁ ଇଏ? ଭଗବାନ ସହିବେନି ତମକୁ। ଜଗନ୍ନାଥ ସମ୍ପୂର୍ଣ୍ଣ ଅବ୍ୟବସ୍ଥା ରଥଯାତ୍ରାରେ ହେଇଛି। ମୋହନ ସରକାର ଗୋଟେ ଅଯୋଗ୍ୟ ସରକାର, ଯେ ରଥଯାତ୍ରାକୁ ଠିକରେ ତୁଲେଇ ପାରିଲେ ନାହିଁ। ଆଉ ସେଠି ଯେଉଁ ପ୍ରଶାସକ ଅଛନ୍ତି ଜଗନ୍ନାଥ ମନ୍ଦିରରେ, ଅରବିନ୍ଦ ପାଢ଼ୀ, ସେ କହୁଛନ୍ତି ଜଗନ୍ନାଥଙ୍କ ଇଚ୍ଛା। ଆଉ ବାବୁ ଜଗନ୍ନାଥଙ୍କ ଇଚ୍ଛାରେ ବୋଧେ ନଡ଼ୁ ଚୋରି ହେଇଥିଲା, ଜଗନ୍ନାଥଙ୍କ ଇଚ୍ଛାରେ ବୋଧେ ଦାରୁ ପଳେଇଲା କଲିକତା, ଦୀଘା ନେଇଗଲେ। ତେଣୁ ଯଦି ସବୁ ଜଗନ୍ନାଥଙ୍କ ଇଚ୍ଛା ରହୁଛି, ତମେ ଏ ହଜାର ହଜାର ପାସ୍ କାହିଁକି ବାଣ୍ଟୁଛ? ଜଗନ୍ନାଥ ତ କହିନାହାନ୍ତି ଇଏ ଭିଆଇପି ଆଉ ଇଏ ସାଧାରଣ ଲୋକ, ସେଟା ତ ଜଗନ୍ନାଥଙ୍କ ପାଖରେ ନାହିଁ। ତେଣୁ ତମେ ଭିଆଇପି ହେଇ ବେକରେ ନାଲି କପଡ଼ା ଗୁଡ଼େଇ ପ୍ରହସନ କରୁଛ କାହିଁକି? ତମ ବିଜେପି ମନ୍ତ୍ରୀ କେତେ ପାସ୍ ବାଣ୍ଟିଛ କୁହ? କହିଲ ଅଣ ସେବାୟତ ଯିବେନି ରଥକୁ, ଗଲେ କେମିତି? ମୋବାଇଲ ଫୋନ୍ ମନା, ଗଲା କେମିତି ଫୋନ୍? ତେଣୁ ଜଗନ୍ନାଥଙ୍କ ଏମାନେ ଯେଉଁ ଅବହେଳା କରିଛନ୍ତି, ଆଉ ସବୁଠୁ ବଡ଼ କଥା ହେଲା ଲ ମିନିଷ୍ଟର ପୃଥ୍ୱୀରାଜ ହରିଚନ୍ଦନ, ଇଏ କେଉଁ କୂଳକୁ ନୁହେଁ, ଇଏ ଖାଲି ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ବୋଲି ତାକୁ ବୋଧେ ମନ୍ତ୍ରୀ ପଦ ଗୁଡ଼ା ନଦୀ ଦେଇଛନ୍ତି ତାଠି। ନହେଲେ ଗୋଟେ ମନ୍ତ୍ରୀ ହେଇ କହୁଛ ସମୟ ପାଇଲା ନାହିଁ। କାହିଁ ତମେ କ'ଣ କରୁଥିଲ କି? ହଁ, କେଉଁଠି ପାଣି ଢାଳୁଥିଲ ତମେ? ସକାଳ 9ଟା ବେଳେ ଆରମ୍ଭ କଲନି? ସମୟ ପାଇଥାନ୍ତ କି ନାହିଁ ଦେଖିଥାନ୍ତ, ସମୟ ପାଇଲାନି। ଏଇଟା ଗୋଟେ ବାହୁଲ୍ୟ କାର୍ଯ୍ୟ। ତମେ ଯେଉଁ ଭିଭିଆଇପି ନାଁରେ ହଜାର ହଜାର ପାସ୍ ବାଣ୍ଟିକି କଡ଼ନ ଭିତରେ ପୁରେଇଲ, ତାଦ୍ୱାରା ସେଠି ଦଳା ଚକଟା ହେଲା। ତାଦ୍ୱାରା ଯେଉଁ ଏତେ ଭିଡ଼ ଯେ ଜଗନ୍ନାଥଙ୍କ ରଥ ଟାଣିବା ସୁବିଧା ହେଲା ନାହିଁ। କାରଣ ରଥ ଟାଣିଲେ ଲୋକଙ୍କ ଉପରେ ଚଢ଼ିଥାନ୍ତା। ଜଗନ୍ନାଥଙ୍କର ଇଚ୍ଛା ହେଲାନି। ଜଗନ୍ନାଥଙ୍କ ସବୁବେଳେ ଇଚ୍ଛା ହେଉଥିଲା, ଏବେ ହେଲାନି। କାହିଁ ଏ ବିଜେପି ସରକାର ପାଇଁ ହେଲାନି ଇଚ୍ଛା? ହଁ, ଅରବିନ୍ଦ ପାଢ଼ୀ କ'ଣ ନ କୁହନ୍ତି କି? ଅରବିନ୍ଦ ପାଢ଼ୀ ଦୀଘା ଯେଉଁ ପଇସାଟା ଆଣିଥିଲେ ମମତା ବାନାର୍ଜୀଠୁ ଦାରୁ ବାବଦ, ସେଟା ଜଗନ୍ନାଥଙ୍କୁ କହିଥିଲେ ତୁ ଏତିକି ଟଙ୍କା ନେଇକି ଆ, ମନ୍ତ୍ରୀକି ଏତିକି 30 ଲକ୍ଷ ଦେବୁ, ତମେ 30 ଲକ୍ଷ ରଖିବ। ସେଟା ଜଗନ୍ନାଥ କହିଥିଲେ। 70ଟା ଲଡ଼ୁ ପଳେଇଲା ମୋଦକ, ଯାହା ଜଗନ୍ନାଥ କହିଥିଲେ ଅରବିନ୍ଦ ପାଢ଼ୀକି ଯେ ତୁ ଲଡ଼ୁଟା ନେଇକି ଚୋରି କରି ବିକିଦେ ଦୀଘା ମନ୍ଦିରରେ। ଦୀଘା ଯାଇଛି, ଦୀଘା ମନ୍ଦିରରେ ବିକ୍ରି ହେଇଛି। ଏବେ ଏମାନଙ୍କର ଯେଉଁ ଅବ୍ୟବସ୍ଥା, ପୋଲିସର ସୁରକ୍ଷା ଠିକ୍ ନାହିଁ। ପୋଲିସ ତାଙ୍କ ବନ୍ଧୁବାନ୍ଧବଙ୍କୁ କେମିତି କଡ଼ନ ଭିତରେ ପୁରେଇବେ ସେଥିରେ ଲାଗି ପଡ଼ିଲେ। ହଁ, ମହିଳାମାନଙ୍କ ଉପରେ ଯେଉଁ ଅବ୍ୟବସ୍ଥା ଏମାନେ କରିଛନ୍ତି, ଦଳା ଚକଟା ତାଙ୍କୁ କରିଛନ୍ତି, ଇଏ ତ ମୌକା ଖୋଜୁଛନ୍ତି ନା କେମିତି ଭିଡ଼ ହେଲେ ମହିଳାମାନଙ୍କ ଉପରେ ଅତ୍ୟାଚାର ହେବ। ଇଆଡ଼େ ପ୍ରଭାତୀ ପରିଡ଼ା କହୁଛନ୍ତି ଓଡ଼ିଶାରେ ମହିଳା ସୁରକ୍ଷିତ। ତେଣୁ କି ସୁରକ୍ଷିତ? ଯଦି ତମେ ବିଜେପି ସରକାର ଏଇଟା ତମ ସରକାରରେ 2 ଥର ହେଲା ରଥଯାତ୍ରା, ତମେ ସେଇଭଳି ବ୍ୟବସ୍ଥା କରିବାର ଦରକାର ଥିଲା। ପ୍ରଥମ ରଥଯାତ୍ରାରେ ବଳଭଦ୍ର ଗଳି ପଡ଼ିଥିଲେ, ଏଥରକ ଜଗନ୍ନାଥ ଗଢ଼ିଲେନି। ଆଚ୍ଛା, ଏଟା ଜଗନ୍ନାଥଙ୍କ ଇଚ୍ଛା ହେଲା ଗଢ଼ିଲେନି। ଆଉ ସେଥର କ'ଣ ବଳଭଦ୍ରଙ୍କ ଇଚ୍ଛା ହେଇଥିଲା ଗଳି ପଡ଼ିଲେ? ମାନେ ଏଇଟା ସବୁ ଭାଣ୍ଡାମି କଥାବାର୍ତ୍ତା। ଏଭଳି ଗାଲୁଆମି କଥାବାର୍ତ୍ତା କରନି। ମାନିଯା ଯେ ତମେ ଭୁଲ କରିଛ। ଅତି ଲୋକ ଭର୍ତ୍ତି କରି କଡ଼ନ ଭିତରେ ଜଗନ୍ନାଥଙ୍କୁ ଟଣେଇ ଦେଇନ। ତମ ଯେଉଁ 6000 ପାସ୍ ବାଣ୍ଟିଛ, କାହାକୁ ବାଣ୍ଟିଛ ସବୁ? ହଁ, କାହାକୁ ବାଣ୍ଟିଛ? ଯେଉଁ ନିୟମ କରିଥିଲ ଲ ମିନିଷ୍ଟର, ଅଣ ସେବାୟତ ଚଢ଼ିବେନି, କେମିତି ଚଢ଼ିଲେ କୁହ ସେ କଥା? ସେଗୁଡ଼ା କହିବନି। ସମୟ ପାଇଲାନି। ହଁ, ସବୁ ବର୍ଷ ସମୟ ପାଉଥିଲା, ତମ ବେଳକୁ ସମୟ ପାଇଲାନି। ସମୟ ଆଉ ଟିକେ ବଢ଼େଇ ଦେଲନି ତମେ? ରାତି ଅଧରେ ଜଗନ୍ନାଥଙ୍କୁ ଟାଣୁଛ, ଲଜ୍ଜା କଥା ନୁହଁ ଇଏ? ଭଗବାନ ସହିବେନି ତମକୁ। ଜଗନ୍ନାଥ
ୟାଙ୍କର କ'ଣ ଅଛି କି ରାମକୃଷ୍ଣ ମହାପାତ୍ରକୁ ନିୟମିତ ଲୋକ ଦେଖାଇବା କରିଥିଲେ କାରଣ ଅରବିନ୍ଦ ପାଢ଼ୀ ଆଉ ରାମକୃଷ୍ଣ ମହାପାତ୍ର ଆଉ ଇଏ ପୃଥ୍ୱୀରାଜ ହରିଚନ୍ଦ୍ର ମିଳିତ ଭାବରେ ଯେଉଁ 60 ଲକ୍ଷ ଆଣିଥିଲେ ଆଠୁ ମମତାଠୁ ବାଣ୍ଟି ଖାଇଥିଲେ। ତେଣୁ ତାଙ୍କର ପଇସା ତ ପକେଟରେ ଅଛି, ଗୋଟେ ଲୋକ ଦେଖାଇବା ମାସେ କରିଦେଲେ ତାପରେ ରଥରେ ଚଢ଼ିଦେଲେ। ଆଉ କ'ଣ ଲମ୍ବ ଲମ୍ବ ଗୋଡ଼ତଳେ ପଡ଼ିବା ଦରକାର। ମୋହନ ମାଝୀ ମୁଖ୍ୟମନ୍ତ୍ରୀ, ପୃଥ୍ୱୀରାଜ ହରିଚନ୍ଦନ 2 ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ପରିଷଦ ଯାଇକିରି ବଡ଼ ଦାଣ୍ଡରେ ଲମ୍ ଲମ୍ ହୋଇ ଗୋଡ଼ତଳେ ପଡ଼। ଯଦି ନ ପଡ଼ିବ ତାହେଲେ ଜଗନ୍ନାଥ ତୁମକୁ ରକ୍ଷା ଦେବେ ନାହିଁ। ତୁମ ଉପରେ ଏମିତି ଆସିକି ଚଡ଼କ ପଡ଼ିବ, ତୁମେ ଦେଖ ଅଧା ବାଟରେ ତୁମ ଅବସ୍ଥା କ'ଣ ହେଉଛି।